ଏ ବାଧକ କେତେ ଜଣ କରୁଛନ୍ତି? ମୁଁ ଯୋଉ ନାଁ କହିଲି ସେଠି ଉତ୍ତମ କଣ ତା ଟାଇଟେଲ ଉତ୍ତମ ବେହେରା, କଂଗ୍ରେସ ନାଁରେ ଉତ୍ତମ ବେହେରା ଏଠି ବାଧକ ସୃଷ୍ଟି କରୁଛନ୍ତି। ଜେଏମ୍ଏମ୍ ନାଁରେ ଆପଦ ରାଉତ ସହିତ ଯୁଗ କର ଆଉ ରାଜା ଜଣେ ଦୁଇ ଜଣ ସାନ୍ତାଳ ସମାଜକୁ ବସେଇ ଦେଇକିରି ଆମେ ଝାଡଖଣ୍ଡ ନାଁ ଶବ୍ଦ କହିଲେ କାଳେ ଅଫିସରମାନେ ଡରିବେ, ଆମେ ଡରିବା? ଏଇ ନାଁରେ ଗୋଟେ ଡେଭଲପମେଣ୍ଟ ୱାର୍କକୁ ବାଧକ କରୁଛନ୍ତି। ଏଠି ମହାଗ ପୋଖରୀ ରିନୋଭେସନ ହବ 70 ଲକ୍ଷ, ତାହେଲେ ଝାଡଖଣ୍ଡ ନାଁରେ କରିବା ନାହିଁ। ଏଠି ପୋଖରୀ ଥାନା ଛକ ପୋଖରୀ ସେଥିରେ 70 ଲକ୍ଷ, ତାହେଲେ ଝାଡଖଣ୍ଡ ସଂଗ୍ରାମ କରିବା ନାହିଁ। 50 ଲକ୍ଷ ସେଠି ଉନ୍ନତିକରଣ ହବ, ତାହେଲେ ଝାଡଖଣ୍ଡ ନାଁରେ କରିବା ନାହିଁ। ମାର୍କେଟ କମ୍ପ୍ଲେକ୍ସ କୋଟିଏ ଟଙ୍କା, ଝାଡଖଣ୍ଡ ନାଁରେ କରିବା ନାହିଁ। ପୁଣି ଆଉ କୋଟିଏ ଟଙ୍କା ତଳେ ରେଡ୍ସେଟ୍ ଉପରେ କର୍ମଚାରୀ ଭବନ, ତାହେଲେ କରିବା ନାହିଁ। ସରସ୍ୱତୀ ମନ୍ଦିର ଭିତରେ କୋଟିଏ ଟଙ୍କା ଡେଭଲପମେଣ୍ଟ କରିବା ନାହିଁ, ଝାଡଖଣ୍ଡ ଧମକ ଦେବ, ଆମେ କରିବା ନାହିଁ। ଏବଂ ହାଇସ୍କୁଲ ଛକରେ 1.5 କୋଟି ଟଙ୍କା ମାର୍କେଟ କମ୍ପ୍ଲେକ୍ସ ହବ, ଝାଡଖଣ୍ଡ ନାଁରେ ଧମକ ଆସିବ, ଆମେ କରିବା ନାହିଁ। ତାହେଲେ ଦେବକୁଣ୍ଡ ରାସ୍ତା 3ଟା ବର୍ତ୍ତମାନ ଟେଣ୍ଡର ହେଲା, କାମ ଆରମ୍ଭ ହବ। ପ୍ରଥମ ବୃନ୍ଦାଗଡ଼ିରୁ ଦେବକୁଣ୍ଡ, ଆଉ ଗୋଟେ ଉଦଳାରୁ ଦେବକୁଣ୍ଡ, ଆଉ ଗୋଟେ ଫୁଲୁମଣିରୁ ମାଣିକୁଣ୍ଡ ହେଇକି ଦେବକୁଣ୍ଡ, ତାହେଲେ ସେ ରୋଡ ବି କରିବା ନାହିଁ। ଏଟା ମିଶନ ରୋଡ କାଲାନାହି ପର୍ଯ୍ୟନ୍ତ ଯିବ, କାଲାଟୁକୁରୁ ଝାଡଖଣ୍ଡ ନାଁରେ ଧମକ ଦେବେ, ଆମେ କରିବା ନାହିଁ। ସେଠି ତେଲୁଦୌଡ଼ି ରାସ୍ତା ଟେଣ୍ଡର ହେଇକି କାମ ହବ, ତାହେଲେ ଝାଡଖଣ୍ଡ ନାଁରେ ଧମକ ହବ, ଆମେ କରିବା ନାହିଁ। କୁହନ୍ତୁ, ତାହେଲେ ଝାଡଖଣ୍ଡ ନାଁରେ ଆସି କିଛି ମୁଷ୍ଟିମୟ ଧମକ ଦେବେ, କାମକୁ ବାଧକ ହେବେ, ତାହେଲେ ଆମେ କରିବା ନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଡେଭଲପମେଣ୍ଟ କାମରେ ଯିଏ ବାଧକ ସୃଷ୍ଟି କରିବ ତା ନାଁରେ କାହିଁକି କେସ୍ ହବ ନାହିଁ? ଆମେ କାହିଁକି ବରଦାସ୍ତ କରିବା? କଣ ପାଇଁ ପୁଲିସ ପ୍ରଶାସନ ଏ କଥା ବୁଝୁ ନାହିଁ? କାହିଁକି ଶୋଇକି ରହିଛି? ଯଦି ପୁଲିସ ପ୍ରଶାସନ ଆଜି ମୁଁ ଘୋଷଣା କରୁଛି, ଯଦି ଏ କଥାକୁ ଗୁରୁତ୍ୱ ନ ଦିଅନ୍ତି, ଯୋଉମାନେ ବାଧକ ଦେବେ ତାଙ୍କ ନାଁରେ କେସ୍ ହବ, କୋର୍ଟ ଫୁରାଣ ହବ। 24 ଘଣ୍ଟା ଭିତରେ ପୁଲିସ ମାନେ ହଟେଇବା କି ନାହିଁ? ଆଜି ଡେଭଲପମେଣ୍ଟ କାମ ଯେହେତୁ ନିମ୍ନମାନର ହଉଛି, ସେଇଟା ମୁଁ ବିରୋଧ କରିଛି। ସେଇଟା ପାଇଁ ଗତକାଲି ଆମର ଉଦାର ମହାପୁରୁଷ ତଥା ମାନ୍ୟବର ବିଧାୟକ ଭାସ୍କର ମଢେଇ ସେ ରଥ ଚକଟାରେ ବଣିକ ସଂଘର ସମସ୍ତ ଜନସାଧାରଣ ତାଙ୍କ ଦଳୀୟ ଲୋକ ଏଠି ବୈଠକ ବସିଥିଲେ। ସେଠି ତାଗିଦ କରିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଆପଦ ଭଞ୍ଜ ରାଉତ, ଯୁଗକର, ରାଜା ଏମାନେ ବଟି ଆଉ ଚାନ୍ଦା ପାଇଁ କାମ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି କରୁଛନ୍ତି। ପ୍ରମାଣ ଦେଇପାରିବେ କି? ମୁଁ ପଚାରିମି ଭାସ୍କର ମଢେଇ ଏମଏଲଏ ମହୋଦୟ, ମୁଁ ପଚାରିମି ସେ ପ୍ରମାଣ ଦେଇପାରିବେ ଯେ କୋଉଠି ଆମେ ଚାନ୍ଦା ମାଗିଛୁ? ପ୍ରମାଣ ଦିଅନ୍ତୁ, ନଚେତ୍ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ଏଭଳିଆ କଟୁ ମନ୍ତବ୍ୟ, ଚାନ୍ଦା ଉଠେଇବା, ବଟି ମାଗିବା ଘୋର ନିନ୍ଦା କରୁଛି। ସେଇଟା ପାଇଁ ଆମର ବିଧାୟକ ମହୋଦୟ କ୍ଷମା ମାଗନ୍ତୁ, ନଚେତ୍ ତାଙ୍କ ନାମରେ ଆମେ ମାନହାନି କେସ୍ କରିବୁ। ବିଧାୟକ ଭାସ୍କର ମଢେଇଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବି, ଯାହା ଯାହା ସର୍ବ ସମ୍ମୁଖରେ କହିଛନ୍ତି, ବଟି ଉଠାକୁ କେନ୍ଦ୍ର କରି, ଚାନ୍ଦା ଉଠେଇବାକୁ କେନ୍ଦ୍ର କରି ସେ ପ୍ରମାଣ କରି ଦେଖାନ୍ତୁ, ନଚେତ୍ ଇସ୍ତଫା ଦିଅନ୍ତୁ, ଏମଏଲଏରୁ ଇସ୍ତଫା ଦିଅନ୍ତୁ, ଯୋଜନା ବୋର୍ଡ ଅଧ୍ୟକ୍ଷରୁ ଇସ୍ତଫା ଦିଅନ୍ତୁ। ନହେଲେ ଆଗାମୀ ଦିନରେ ତାଙ୍କ ପାଇଁ ଉଦଳା 7 ଘଣ୍ଟିଆ ବନ୍ଦ ପରିବର୍ତ୍ତେ 12 ଘଣ୍ଟିଆ ବନ୍ଦ କରାଯିବ। ନା ମୁଁ କାହିଁ ଚାନ୍ଦା ମାଗିବୁ? ଆମେ ସେ କଣ୍ଟ୍ରାକ୍ଟରକୁ ବି ଜାଣିନୁ କି ଦେଖିନୁ, ତା ରୂପ ବର୍ଣ୍ଣ କେମିତି ଆମେ ଜାଣିନୁ, କାହାକୁ ଚାନ୍ଦା ଆଜ୍ଞା ମାଗିବା? ଡେଭଲପମେଣ୍ଟ କାମ ହେଉଛି, ଖୁସି ହେବା କଥା। ନିମ୍ନମାନର କାମ କରିବା ଆମେ କହିବା, ସେଇଟା ଚାନ୍ଦା କଥା ହେଇଗଲାଣି।